ମୁଁ ଲେଖିଦେଇଛି ବର୍ତ୍ତମାନ ତିନୋଟି ଜିନିଷ ଯେଉଁ ଦରକାର କହୁଥିଲି। ପ୍ରଥମ ଦରକାର ଆମର ସବଜେକ୍ଟ ଅର୍ଥ ହେଉଛି କର୍ତ୍ତା, ଭର୍ବ ଅର୍ଥ ହେଉଛି କ୍ରିୟା, ଅବଜେକ୍ଟ ହେଉଛି କର୍ମ। ଏ ତିନୋଟି ଜିନିଷ ଆମର ନିହାତି ଦରକାର। ଯଦି ଏ ତିନୋଟି ଜିନିଷ ଆମେ ଜାଣିପାରୁନି ତାହେଲେ ଆମେ ଟେନ୍ସ ଅବଶ୍ୟ କରିଦେବା, ଘୋଷି ଘୋଷି କରିଦେବା, କିନ୍ତୁ ଯେତେବେଳେ ଆମେ ନିଜେ ହିଁ ଚେଷ୍ଟା କେତେବେଳେ ଅସୁବିଧାରେ ପଡ଼ିବା ଆମେ କେବେ କରିପାରିବା ନାହିଁ। ତେଣୁ ପ୍ରଥମ ଜିନିଷ ତିନିଟା ଦରକାର। ଗୋଟେ ସବଜେକ୍ଟ, ଭର୍ବ, ଅବଜେକ୍ଟର ଜ୍ଞାନ ନିହାତି ରହିବା ଦରକାର ହେଲା। ସବଜେକ୍ଟ କ'ଣ କେମିତି ଜାଣିବା? ଦେଖ, ସବଜେକ୍ଟ ହେଉଛି କ'ଣ କହିଲେ ପିଲେ ନା ଆମର ସବଜେକ୍ଟ ହେଉଛି ଯେ ମେନ୍ ମୁଖ୍ୟ କର୍ତ୍ତା, ଯିଏ କାମ କରେ, ଯିଏ କାମ କରେ। ସବଜେକ୍ଟ କିଏ ଆମର? ଯିଏ କ'ଣ କରେ ପିଲେ? କାମ କରେ ହେଲା। ଯିଏ କ'ଣ କରେ? କାମ କରେ। ସିଏ କ'ଣ ଆମର ପିଲେ ହେଉଛି କର୍ତ୍ତା। କ'ଣ? ଯିଏ କାମ କରେ ସେ ହେଉଛି କ'ଣ ଆମର? କର୍ତ୍ତା। ବୁଝିଗଲ ତ? ଗୋଟେ ଉଦାହରଣ ଦେଇଦେବା। ଦେଖ, ମୁଁ ଗୋଟେ କହୁଛି ଉଦାହରଣ। ରାମ ଭାତ ଖାଏ। ଦେଖ ପିଲେ, ଏଠି ରାମ ଭାତ ଖାଏ ଯେତେବେଳେ ମୁଁ କହିଲି, ଦେଖ ରାମ ଭାତ ଖାଏ, ଏଠି କାମଟା କ'ଣ ଚାଲିଛି? କେଉଁ କାମ? ନା ଖାଇବା ହେଉଛି ଗୋଟେ କାମ। ବୁଝିଗଲ ନା ନାହିଁ? ଗୋଟେ କାମ ନା ନାହିଁ ପିଲେ ଜାଣିଛ? ଏ କାମଟା କିଏ କରୁଛି? କାମଟା କିଏ କରୁଛି? ନା ରାମ କରୁଛି। ରାମ ହେଉଛି କିଏ? ଆମର କର୍ତ୍ତା। କି ବୁଝିପାରିବେ ନା ବୁଝିପାରିଲେନି ପିଲେ? କର୍ତ୍ତା କ'ଣ? ନା ଯିଏ କାମ କରେ ସିଏ ହେଉଛି କ'ଣ ଆମର? କର୍ତ୍ତା। ତାହେଲେ ଏଠି ପ୍ରଶ୍ନ ଆସିବ, ଭାଇ କ୍ରିୟା କାହାକୁ କହିବା ବା ଭର୍ବ କାହାକୁ କହିବା? ଦେଖ, କ୍ରିୟା କାହାକୁ କହିବା? ନା କର୍ତ୍ତା ଯାହା କରେ ସିଏ ହେଉଛି କ'ଣ? କ୍ରିୟା। ଅର୍ଥ କର୍ତ୍ତା, କର୍ତ୍ତା ଯାହା କରେ ତାହା କ'ଣ କୁହାଯାଏ? ସେ ହେଉଛି କ୍ରିୟା। କର୍ତ୍ତା। ଦେଖ, ଏଠି ଆମେ କହିଲେ ରାମ ଭାତ ଖାଏ, ମୋତେ ପ୍ରଶ୍ନ ଆସିବ ରାମ କେଉଁ କାମ କରୁଛି? କାମଟା କ'ଣ? ନା ଖାଇବା କାମ। ତେଣୁ କର୍ତ୍ତା ଯାହା କରୁଛି ସେଇଟା ହେଉଛି କ'ଣ ଆମର? କ୍ରିୟା। ବୁଝିପାରିଲ ସମସ୍ତେ? କର୍ତ୍ତା କ୍ରିୟା କ୍ଲିୟର ହେଲା। କର୍ତ୍ତା ହେଉଛି ଯିଏ କାମ କରେ ସେ ହେଉଛି କର୍ତ୍ତା, ଆଉ କର୍ତ୍ତା ଯାହା କରେ ସେ ହେଉଛି କ୍ରିୟା। କର୍ମ କାହାକୁ କହିବା? ଦେଖ, ଆମ ସାର୍ ପଢ଼େଇଥିଲେ ହେଲା, ସୁରେନ୍ଦ୍ର ସାର୍, କ'ଣ କାହାକୁ କର୍ମ କହିବ? କ'ଣ? କର୍ମ କହିବ ତାହାକୁ। ବୁଝିଲ ନା ବୁଝିପାରିଲନି? ଠିକ୍ ଅଛି, ମୁଁ ଆଉ ଥରେ ବୁଝି, କ'ଣ କାହାକୁ କର୍ମ କହିବ ତାହାକୁ। ଏଇଟା ମୁଁ ବୁଝେଇ ଦେଉଛି। ଦେଖ, କର୍ତ୍ତା ଆଉ କ୍ରିୟା ଦୁଇଟା ବାହାରିଲା ପରେ ଆମେ ପ୍ରଶ୍ନ କରିପାରିବା ଦୁଇ ଜଣଙ୍କୁ, କ'ଣ ଆଉ କାହାକୁ। ଦେଖ, ମୁଁ ଗୋଟେ କହୁଛି, ଶିକ୍ଷକ ପିଲାମାନଙ୍କୁ ହେଲା ମିଠା ଦେଲେ। କ'ଣ ଦେଲେ ପିଲେ? ମିଠା ଦେଲେ। ମୁଁ କର୍ତ୍ତା କହିଛି। କର୍ତ୍ତା ଯିଏ କାମ କରେ, ଏଠି କାମ ହେଉଛି ଦେଲେ, ଦେଲେ ହେଉଛି ଆମର କ୍ରିୟା। କାମଟା ବୁଝିଲ? କ୍ରିୟା। ଓକେ। କର୍ତ୍ତା କିଏ? ଦେଲା କାମଟା କିଏ କରୁଛି ପିଲେ? ନା ଶିକ୍ଷକ। ଶିକ୍ଷକ ହେଉଛନ୍ତି ଆମର କ'ଣ? କର୍ତ୍ତା। ଯେତେବେଳେ ଆମେ କର୍ତ୍ତା କ୍ରିୟା ପାଇଲେ ପ୍ରଶ୍ନ ପଚାରିବା। ପ୍ରଶ୍ନ ପଚାରିବା, ଶିକ୍ଷକ ଦେଲେ। ପ୍ରଶ୍ନ କରିବା କ'ଣ ଦେଲେ? ବର୍ତ୍ତମାନ ଶିକ୍ଷକ ବୁଝାତା କ'ଣ? ଶିକ୍ଷକ କ'ଣ? ମଝିରେ ପ୍ରଶ୍ନ କଲେ କ'ଣ ଦେଲେ? ଦେଖ, ଉତ୍ତର ପଳେଇ ଆସିଲା। କ'ଣ ଦେଲେ? ଉତ୍ତର ଆସିଲା ମିଠା। ଏ ମିଠାଟା ହେଉଛି କ'ଣ? ଗୋଟେ ଆମର କର୍ମ। କ୍ଲିୟର କି ନାହିଁ? ବୁଝିପାରିଲନି? ହେଲା। ଯେ ନ ବୁଝିପାରୁଛ କମେଣ୍ଟ ମାଧ୍ୟମରେ ପଚାରି ପାରିବ, କିଛି ଅସୁବିଧା ନାହିଁ। ଦେନ୍ ଆମେ ପଚାରିବା ବର୍ତ୍ତମାନ ଆଉ ଗୋଟେ କର୍ମ ଅଛି। ଏଇଟା ହେଉଛି ଆମର କ'ଣ କଲ? ଏଇଟା ହେଉଛି ମୁଖ୍ୟ କର୍ମ। ଏଇଟା କେଉଁ କର୍ମ ପିଲେ? ମୁଖ୍ୟ କର୍ମ। ଯଦି ଆମେ କ'ଣ ବୋଲି ପ୍ରଶ୍ନର ଉତ୍ତର ପାଇଯିବା, ସେ ହେଉଛି ମୁଖ୍ୟ କର୍ମ। ମୁଖ୍ୟ କର୍ମ ସେତେବେଳେ ଗୋଟେ ବସ୍ତୁଟେ ହେଇଥିବ। ବୁଝିପାରିଲ ନା ନାହିଁ? ବସ୍ତୁ ଗୋଟେ ଜିନିଷ ହେଇଥିବ, ନିର୍ଜୀବ ଜିନିଷ। ଓକେ। ତାପରେ ଆସିଲା କ'ଣ ଆମର? ଏଇଟା ହେଲା ମୁଖ୍ୟ କର୍ମ। ଆଉ ଗୋଟେ ହେଉଛି ଗୌଣ କର୍ମ। କ'ଣ ଆସିଲା ପିଲେ? ଦୁଇଟି ପ୍ରକାର କର୍ମ ଥାଏ। ଗୋଟେ ହେଉଛି ଗୌଣ କର୍ମ। ଗୌଣ କର୍ମ କ'ଣ ପିଲେ? ଦେଖ, ଗୌଣ କର୍ମ ହେଉଛି କ'ଣ? ନା ଯଦି ଆମେ ପଢ଼ିଥିଲେ କ'ଣ କାହାକୁ, ନା କ'ଣ ବୋଲି ପ୍ରଶ୍ନ କଲେ, ବର୍ତ୍ତମାନ କାହାକୁ ବୋଲି ପ୍ରଶ୍ନ କରିବା। ଶିକ୍ଷକ ହେଲା କାହାକୁ ହେଲା ମିଠା ଦେଲେ। କ'ଣ ଦେଲେ? ମିଠା ଦେଲେ। ଉତ୍ତର କ'ଣ ଆସୁଛି ପିଲେ? ଉତ୍ତର କ'ଣ ଆସୁଛି କିଏ କହିବ? ସମସ୍ତେ କୁହ। ଉତ୍ତର ଆସିଲା କ'ଣ କହିଲେ ପିଲେ?
ପିଲାମାନଙ୍କୁ କ'ଣ ଆସିଲା ଆସିଲା ନା ଆସିଲାନି କାହାକୁ ମିଠା ଦେଲେ ନା ପିଲାମାନଙ୍କୁ ଏଥିରେ ପିଲାମାନଙ୍କୁ ହେଉଛି ଗୋଟେ କର୍ମ ଏଇଟା କେଉଁ କର୍ମ ପିଲେ ନା ଗୌଣ କର୍ମ କେଉଁ କର୍ମ ଗୌଣ କର୍ମ ହଉ ପିଲେ ଆଜି ଏତିକି ଥାଉ ବର୍ତ୍ତମାନ ଆମେ ପଢ଼ିଲେ କ'ଣ ଟେନ୍ସର ଆମର ଜାଣିଲେ 3 ପ୍ରକାର ଟେନ୍ସ ସରି 2 ପ୍ରକାର ପ୍ରେଜେଣ୍ଟ ଟେନ୍ସ ଆଉ ପାଷ୍ଟ ଟେନ୍ସ फ्यूचर टेन्स कुआଯାଉଥିଲା କିନ୍ତୁ ଏବେ ବର୍ତ୍ତମାନ ଟାଇମ୍ କୁହାଯାଉଛି ओके सब्जेक्ट भर ऑब्जेक्ट जानले सब्जेक्ट जे काम करी से कर्ता बुझिपाल तापरे कर्ता जहाँ कर क्रिया कर्म कौन कौन क्या कर्म कह बुझिपाल तो दुईटी कर्म आम पढ़ेले ठीक अच्छे नेक्स्ट क्लास रे देखा क्लास टी केमती लगे निश्चित भाव में फीडबैक दो ओके जय जगन्नाथ।